এই শান্তা জগদেব 25 ବର୍ଷ ତଳର ସେ ବ୍ଲାକ୍ ଆଣ୍ଡ ହ୍ୱାଇଟ୍ ସିନେମାର ଲୋମଟାଙ୍କୁରା ଛାତି ଥରା ଦୃଶ୍ୟଟା ବନେଇ ପକା। ତାପରେ ବି ରାଜବଂଶୀ ମାନେ ତାଙ୍କଠାରୁ କମ୍ ବୟସର ଝିଅକୁ ଭଲ ପାଆ, ଆଉ ତାପରେ ବି ତୋ ଭଉଣୀ ବି ଦେଖିବାକୁ କମ୍ ସୁନ୍ଦରୀ ନୁହଁ। ଆସତେ ନିଜେ ଜାଣିତ ତମର ବେଦୀ ଲାଗିଥିବ, ସେ ବେଦୀରେ ରାମ ବସିବ ନା ତମେ? ଆସ ମଥୁରୀ। ବାପା ରାମ, ନାଟକ ସରିବା ସରିବା ହେଲାଣି। ମୁଁ ଆଉ ଅଧିକା କଥା କହିବାକୁ ପସନ୍ଦ କରୁନି। ମୁଁ ଖାଲି ତତେ ଗୋଟିଏ କଥା କହିଦେଉଛି, 8 ଦିନ ସମୟ। ୟା ଭିତରେ ତୁ ଭଲ ଭାବରେ ଚିନ୍ତା କର, ରାଜା ସାହେବଙ୍କର କୋଉ ଅପସନଟାକୁ ତୁ ଚୁଜ୍ କରିବୁ, ଜ୍ୱାଇଁ ନା ଶଳା? ଯୋଉ ଗୋଟାଏ ହେଲେ ବି ଲାଭ ଅଛି। ହଁ, ରାମ ଜ୍ୱାଇଁ ହେଲେ ମୋ ଭାଇଙ୍କର ସବୁ ସମ୍ପତ୍ତିର ମାଲିକ ହବ, ତା ନହେଲେ ତା ଭଉଣୀ ହବ। ଆଉ କଣ ଏ କଥା ତମେ କହୁଛ? ତାମାନେ ତମେ ଚାହୁଁଛ? ମୁଁ କହୁନି, ମୋ ଭାଇ ସମସ୍ତେ ଜାଣନ୍ତି, ମୋ ଭାଇ ଯାହା କହନ୍ତି ସେଇଆ ହିଁ କରନ୍ତି। ହଁ, ଭଲ ଭାବରେ ଜାଣେ, ଭାଇ ସେଇଆ ହିଁ କରିବେ, ସବୁ କରିପାରିବେ। ମୁଁ କେତେ ଦିନ ଚାଲିବ এই কুণ্ডারাজ? କେତେ ଦିନ କଳିଯୁଗ ଜଗଦେବର ଅତ୍ୟାଚାରକୁ ଲୋକମାନେ ସହୁଥିବେ? ଏ ଦୁନିଆର କୋ ନ୍ୟାୟ ଧର୍ମ ସବୁ ହଜିଗଲା। ଆଜିର ଦିନରେ କ'ଣ ଆଇନ କାନୁନ ନୀତି ନିୟମର କିଛି ମାନେ ନାହିଁ? ଯାହା ପାଖରେ ଟଙ୍କା ଅଛି ସେ ଆଇନ କେ କିଣିଛି। ମୁଁ ଗ୍ୟାରେଣ୍ଟି ଦେଇ କହୁଛି, ରାମ ନବମୀ ଦିନ ଗୁଣ୍ଡା ଲଗେଇ ଭାଇ ଶାନ୍ତାକୁ ଉଠେଇ ନେବେ, ବେଦୀ ଉପରେ ବସି ବାହ ହେବେ, ସବାରିରେ ବୋହୁ କରି ଘରକୁ ନେଇଯିବେ, ଶହ ଶହ ହଜାର ହଜାର ଲୋକ ଭୋଜି ଦେବେ। ତାଙ୍କର କେହି କିଛି କରିପାରିବେନି, କେହି କିଛି କରିପାରିବେନି। ତାଙ୍କର କିଏ କ'ଣ କରିବ? ତାଙ୍କର କେହି କିଛି କରିପାରିବେନି। ଯୋଉ ଗାଁର ଲୋକମାନେ ଡରୁଆ, କିଏ କଳିଯୁଗ ଜଗଦେବକୁ ସାମ୍ନା କରିବ? ଯୋଉ ଗାଁର ଟୋକା ମାନେ ମାଇଚିଆ, ଭୀରୁ, କାପୁରୁଷ, ଯୋଉଠି ଯୋଉଠି ଜଣେ ଭାଇ ସାମ୍ନାରେ ଜଣେ ବୟସ୍କ ଲୋକ ତା ଭଉଣୀକୁ ବାହା ହେବା ପାଇଁ ତାରିଖ ଦେଇଗଲା, ତାକୁ ଛୁଇଁ ଦେଇ ଚାଲିଗଲା, ଅଥଚ ମୋ 6 ଫୁଟିଆ ଭାଇଟା ସେଠି ନିର୍ବାକ ନିଶ୍ଚଳ ହେଇ ପଥର ମୂର୍ତ୍ତି ଭଳି ଠିଆ ହେଇଥିଲା। ସେଠି ତ ରାଧା ମାନେ ବଳାତ୍କାର ହେବେ ନା? ଇଏ ଶାନ୍ତା ମାନେ କଳିଯୁଗ ଜଗଦେବର ରକ୍ଷିତା ହେବେ ନା? କଣ କହିଲୁ ବାପା? କଣ କହିଲୁ? ଆଉ ଥରେ କହିଲୁ? ଏ ଗାଁର ଟୋକା ସବୁ ମାଇଚିଆ, ତୋରେ 6 ଫୁଟିଆ ଭାଇଟା ମାଇଚିଆ, ହେଲେ ରାମକୁ ମାଇଚିଆ ସଜାଇଛି କିଏ? ହଁ, ସେଦିନ ରାଧାକୁ ବଳାତ୍କାର ହେଲା ବେଳେ ତୋରେ ରାମ ରାଧାକୁ ପଛ କରି ଠିଆ ହେଇ ଦେହରୁ ରକ୍ତ ଗଡ଼ଉଥିଲା। କାହା ପାଇଁ କହୁନୁ? ନୀରବ ରହିଲୁ କଣ ପାଇଁ? କହ, କାହା ପାଇଁ? ମୋ ପାଇଁ, ମୋ ପାଇଁ, ତମ ପାଇଁ। ଆପଣଙ୍କୁ ମାରିବାର ସାମର୍ଥ୍ୟ ରଖିଥିବା ରାମକୁ ନିରସ୍ତ୍ର କରିଦେଇଛ ତମେ, ରାମ ହାତରୁ ଛଡେଇ ନେଇଛ ତମେ, କୋଦଣ୍ଡ ଧନୁ ଛଡେଇ ନେଇଛ ତମେ। 18 ଦିନ ଧରି ଚାଲିଥିବା ମହାଭାରତ ଯୁଦ୍ଧକୁ ଗୋଟାଏ ଦିନରେ ସାରି ପାରିବାର ଶକ୍ତି ରଖିଥିବା ବେଲାଳ ସେନକୁ କଟା ମୁଣ୍ଡ ସଦେଇ ନିରବତା ସଦେଇ ଦେଇଛ ତମେ। ନିଆଁ କେବଳ ଭଲ ଶରୀରକୁ ଜାଳେ, ହେଲେ ପ୍ରତିଶୋଧ ନିଆଁ ମଣିଷକୁ ପ୍ରତି ମୁହୂର୍ତ୍ତରେ ଜାଳେ। ଯୋଉ ନିଆଁରେ ଆଜିକି 25 ବର୍ଷ ହେଲାଣି ତମ ଭାଇ ରାମ ଜଳୁଛି, ତମେ ତା ବନ୍ଧୁଟା ଖୋଲିଦିଅ ବା, ଦେଖିବ ତା ଛାତିରେ କରିଥିବା ବତନ ମାଲିକ ଟାଟୁଟା ଅଟୋ ଆକ୍ଟିଭ ହେଇଯିବ। ସେଦିନ କହିଥିଲି ଦିନ ଆସିବ, ରାମକୁ ବନବାସ ପଠେଇଲେ କାହାର କିଛି କ୍ଷତି ହବନି, ମରିବ ଦଶରଥ। ସିଂହ ପାଦରେ ବେଢି ପକେଇଲେ ରାଜା ବୋଲେବେ ଶୃଗାଳ ମାନେ। ମନେ ପକେଇ ଦିଅ ଶାନ୍ତା, ବଜରଙ୍ଗ କରିକି ମନେ ପକେଇଦେଲ। ପିଲାଦିନେ ସେ ସୂର୍ଯ୍ୟଙ୍କୁ ଫଳ ଭାବି କିଣି ଯାଇଥିଲା। ସେ କାଲି 7 ସମୁଦ୍ର ଦେଇ ଲଙ୍କାରେ ନିଆଁ ଲଗେଇଦବନି, ରାବଣ ମାରିବା ସୁନିଶ୍ଚିତ କରିଦବ। ଫେରେଇ ଦିଅ ଅପା, ରାମର ଗାମୁଛା ତାକୁ ଫେରେଇ ଦିଅ। ଫେରେଇ ଦିଅ ଅପା, ତା ଗାମୁଛା ତାକୁ ଫେରେଇ ଦିଅ। ରାମର ଗାମୁଛା ତାକୁ ଫେରେଇ ଦିଅ। ଆମେ ତା ମୋର ଥରୁଟେ ଶୁଣିବାକୁ ଚାହୁଁ, ଗାମୁଛାଟା କାନ୍ଧରେ ପଡ଼ିଲେ ରାମ ରାମ, ହାତରେ ବାନ୍ଧିଲେ ପରଶୁରାମ। ଫେରେଇ ଦିଅ ଅପା, ରାମର ଗାମୁଛା ତାକୁ ଫେରେଇ ଦିଅ। ଫେରେଇ ଦିଅ ଶାନ୍ତ, ରାମର ଗାମୁଛା ତାକୁ ଫେରେଇ ଦିଅ। ଅପା, ତା ଗାମୁଛା ତାକୁ ଫେରେଇ ଦିଅ।
ଉଦ୍ଧାର କରିଛି, ଯିଏ ଆମ ବାପ ମାକୁ ଆମ ଠାରୁ ଛଡେଇ ନେଇଛି, ତୁ ସେମାନଙ୍କ ଉପରେ ପ୍ରତିଶୋଧ ନେ ରାମ, ସେମାନଙ୍କ ଉପରେ ପ୍ରତିଶୋଧ ନେ। ତୁ ଆଜି ମୋ ଭାଇ ନୁହଁ, ତୁ ସେଇ ବୀର ପବନ ପୁତ୍ର, ତୁ ସେଇ ଯିଏ ଯିଏ ମର୍ଯ୍ୟାଦା ପୁରୁଷ ପ୍ରଭୁ ଶ୍ରୀ ରାମଚନ୍ଦ୍ରକୁ 7 ସମୁଦ୍ର 13 ନଈ ଦେଇ ସୀତା ମାତାକୁ ଉଦ୍ଧାର କରିବାର ସାହାଯ୍ୟ କରିଥିଲେ, ଯେ ସୁନାର ଲଙ୍କାପୁରୀକୁ ନିଆଁ ଲଗେଇ ଛାରଖାର କରିଦେଇଥିଲେ, ତୁ ମୋ ବଜରଙ୍ଗୀ।